ଆଜି ମାଛରେ ଏଇ ଆଇଟମଟା କ'ଣ ପାଇଁ ବନେଇବାକୁ ପଡ଼ିଗଲା ଆସନ୍ତୁ ଜାଣିବା। ତ ଘରେ ମାଛ ବନେଇବାର ଥିଲା, ଆଉ ପୁଅ ମୋର ଝୋଳ ଖାଏନି, ସେ ମନା କଲା ମୁଁ ଖାଇବିନି ଝୋଳ। ତ ମୁଁ କହିଲି ଚାଲନ୍ତୁ କିଛି ଆଜି ଗୋଟେ ନୂଆ ଆଇଟମ୍ ଟ୍ରାଏ କରିବା। ତ କହିଲି ମାଛ ଚିଲି ଆଜି ବନେଇଦେବା। ତ ସେଥିଲାଗି ଏଠି ମୁଁ ମାଛକୁ ଲୁଣ ହଳଦୀ ତା ସାଙ୍ଗରେ ଟିକେ ଚାଉଳର ଅଟା ମାନେ ଚାଉଳ ଗୁଣ୍ଡ ଆଉ ତା ସାଙ୍ଗରେ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ଗୋଳେଇ ନେଇ ତାକୁ ଆମେ ଭଲ ଭାବରେ ଛାଣି ନେବା। ଦୁଇ ପଟ ଭଲ ଭାବରେ କଡ଼ା କରିକି ସବୁତକ ମାଛକୁ ଛାଣି ନେଲି, କିନ୍ତୁ କେବଳ ପେଟ ମାଛରେ ମୋର କରିବାର ଥିଲା ଫିସ୍ ଚିଲି, କାହିଁକିନା ଭରସା ନଥିଲା ଆଉ କିଏ ପୁଣି ଚିଲିଟା କେମିତି ଲାଗିବ ଖାଇବେ କି ନାହିଁ ବୋଲି। ତାପରେ ଏଠି ମୁଁ ରସୁଣ ଅଦା ଆଉ କଞ୍ଚା ଲଙ୍କାକୁ ତେଲରେ ଫୁଟେଇ ଦେଇଛି। କ୍ୟାପ୍ସିକମ୍ ଆଉ ପିଆଜକୁ ମୁଁ କାଟିକି ଆଡ଼୍ କରିଦେଇଛି, ଆପଣମାନେ ନିଜ ସେପ୍ରେ ତାକୁ କାଟି ପାରିବେ। ମୋତେ ବହୁତ ଜଲ୍ଦି ଥିଲା ତ ତରତରେ ମୁଁ ଏମିତି ଭାବରେ କାଟି ଦେଇଛି। ତାପରେ ଏଠି ମୁଁ ସବୁ ସସ୍ ଆଡ଼୍ କରିଦେଇଥିଲି, କିନ୍ତୁ କ୍ୟାମେରା ଅନ୍ କରିବାକୁ ଭୁଲି ଯାଇଥିଲି। ତ ମୁଁ 2 ଟେବୁଲ ସ୍ପୁନ୍ ଏଥିରେ ଆଡ଼୍ କରିଦେଇଛି ସୋୟା ସସ୍, ଆଉ 2 ଟେବୁଲ ସ୍ପୁନ୍ ମୁଁ ଆଡ଼୍ କରିଦେଇଛି ସେଜୱାନ୍ ଚଟନି, ଆଉ ତାପରେ କର୍ଣ୍ଣଫ୍ଲୋରକୁ ଫେଣ୍ଟିକି ମୁଁ ଆଡ଼୍ କରିଦେଇଛି ଅଳ୍ପ ପାଣିରେ। ଆପଣଙ୍କୁ ଯଦି ପୁରା ଶୁଖିଲା ଲଟପଟ ଦରକାର ତାହେଲେ 1 ଟେବୁଲ ସ୍ପୁନ୍ କର୍ଣ୍ଣଫ୍ଲୋର ନେବେ, ଆଉ ଯଦି ଟିକେ ଗ୍ରେଭି ଦରକାର ତାହେଲେ 2 ଟେବୁଲ ସ୍ପୁନ୍ ନେବେ। ମୁଁ ଏଠି 2 ଟେବୁଲ ସ୍ପୁନ୍ କର୍ଣ୍ଣଫ୍ଲୋର ନେଇଛି। ଏଥିରେ ମୁଁ ମିଠା ପାଇଁ ଟମାଟୋ ସସ୍ ଆଡ଼୍ କରିନଥିଲି, ଜାଣିନଥିଲି ମାଛରେ ଟେଷ୍ଟଟା ଭଲ ଆସିବ କି ନାହିଁ ବୋଲି, ଆଉ ତାକୁ ତେଣୁ ପଛରେ ମୁଁ ଟିକେ ଚିନି ଆଡ଼୍ କଲି, ଆଉ ଟେଷ୍ଟ ବହୁତ ଭଲ ଆସିଥିଲା।